जय श्री जगन्नाथ। आपण जानती कि श्रावण मासर प्रत्येक दिन बहुत पवित्र, किंतु श्रावण मास कृष्ण पक्ष चतुर्दशी तिथि रे एपरी एक आलौकिक घटना घटीला जहाँ संसारर विनाश और सृष्टिर रहस्य को बदलाई देइथिला। एही दिन को श्रावण शिवरात्रि कहा जाए। किंतु काहेकि एही गोटे राति महादेव को अत्यंत प्रिय। कहीं यही राति जलाभिषेक कले हजार हजार वर्षर पाप धोई जाए। आपण जानते कि? ताले आसंतु जानिबा। आज यही वीडियो रे आमे खोलिबाकू जाउछु श्रावण कृष्ण चतुर्दशी से ही गुप्त रहस्य, जहाँकि हुए तो आपण पूर्वरु केबे भी शुणी नथिबे। ताले आसंतु जानिबा। थरे सृष्टिकर्ता ब्रह्मा और पालनकर्ता विष्णु मध्य श्रेष्ठता को नहीं प्रचंड विवाद देखा देइथिला। एही अहंकार को भांगिबा पई श्रावण कृष्ण चतुर्दशी मध्यरात्रि रे महादेव एक अनंत असीम अग्निस्तंभ रूप में प्रकट होइथिले। एही अग्निस्तंभर ना आरंभ थिला ना शेष थिला। ब्रह्मा हंस रूप धारण करी ऊपर को गले, आउ विष्णु वराह रूप धारण करी तल को गले, किंतु केही भी ସେହି ଅଗ୍ନିର ଶେଷ ପାଇଲେ ନାହିଁ। ଶେଷରେ ସେମାନେ ନିଜର ଭୁଲ ବୁଝିପାରି ମହାଦେବଙ୍କ ଶରଣାପନ୍ନ ହେଲେ। ସେହି ଦିନଠାରୁ ଏହି ତିଥିକୁ ଲିଙ୍ଗୋଦ୍ଭବ ତିଥି କୁହାଯାଏ। ଅର୍ଥାତ୍ ଏହି ଦିନ ନିରାକାର ମହାଦେବ ପ୍ରଥମ ଥର ପାଇଁ ଆକାର ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ ଆଜ୍ଞା, ଶ୍ରାବଣ ମାସର ଏହି ବିଶେଷ ସମୟ ହୋଇଥିଲା ସମୁଦ୍ର ମନ୍ଥନ, ଯେତେବେଳେ ସମୁଦ୍ରରୁ ଭୟଙ୍କର ହଳାହଳ ବିଷ ବାହାରୁଥିଲା। କେହି ବି ସେହି ବିଷକୁ ସମ୍ଭାଳି ପାରିନଥିଲେ। ସୃଷ୍ଟିକୁ ବଞ୍ଚାଇବା ପାଇଁ ମହାଦେବ ସ୍ୱୟଂ ସେହି ବିଷକୁ ପାନ କଲେ। ବିଷର ତୀବ୍ରତା ଏତେ ଥିଲା ଯେ ଶିବଙ୍କ କଣ୍ଠ ନୀଳ ପଡ଼ିଗଲା ଏବଂ ସେ ନୀଳକଣ୍ଠ ନାମରେ ସେହି ଦିନଠାରୁ ପ୍ରସିଦ୍ଧ ହେଲେ। ବିଷର ଉତ୍ତାପକୁ ଶାନ୍ତ କରିବା ପାଇଁ ଦେବତାମାନେ ମହାଦେବ ଉପରେ କ୍ରମାଗତ ଭାବରେ ଜଳାଭିଷେକ କରିଥିଲେ। ଏହି କାରଣରୁ ଶ୍ରାବଣ କୃଷ୍ଣ ଚତୁର୍ଦଶୀରେ ଜଳାଭିଷେକ ଓ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି। ତାହେଲେ ଏହି ଦିନ କାହିଁକି ଜଳାଭିଷେକ କରନ୍ତି? ଆସନ୍ତୁ ଜାଣିବା। ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସନ୍ଧ୍ୟା ସମୟରେ ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳରେ ଟିକିଏ କଞ୍ଚା କ୍ଷୀର ମିଶାଇ ଦିଅନ୍ତୁ ଏବଂ ଶିବଲିଙ୍ଗରେ ସେହି ଜଳକୁ ଅର୍ପଣ କରନ୍ତୁ। ମହାଦେବଙ୍କୁ ଅତି କମ୍ରେ 3ଟି ଅଖଣ୍ଡିତ ବେଲପତ୍ର, 3ଟି କିମ୍ବା 3ରୁ ଅଧିକା ପାଇପାରିବେ ଭଲ କଥା, ନହେଲେ 3ଟି ଅଖଣ୍ଡିତ ବେଲପତ୍ରରେ ଓମ୍ ନମଃ ଶିବାୟ ଏହି ମନ୍ତ୍ରକୁ ଉଚ୍ଚାରଣ କରି ସେହି ବେଲପତ୍ରକୁ ଶିବଙ୍କ ମସ୍ତକରେ ଚଢ଼ାଇ ଦିଅନ୍ତୁ। ଏହି ରାତିରେ ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଓମ୍ ନମଃ ଶିବାୟ ଏହି ମନ୍ତ୍ରକୁ ଜପ କଲେ ସମସ୍ତ ଗ୍ରହ ଦୋଷ ଏବଂ ରୋଗ ଭୟ ଶୋକ ଦୁଃଖ ଦାରିଦ୍ର୍ୟ ସବୁ ଦୂର ହୋଇଥାଏ। ମାନସିକ ଶାନ୍ତି ମିଳେ, ଆରୋଗ୍ୟ ମିଳେ ଏବଂ ପାପରୁ ମୁକ୍ତି ପାଇଁ ଏହି ଦିନର ପୂଜାର୍ଚ୍ଚନା ଅତ୍ୟନ୍ତ ଫଳଦାୟୀ। ତେଣୁ ଆପଣମାନେ ନିଶ୍ଚୟ ଏହି ଶ୍ରାବଣ ଚତୁର୍ଦଶୀରେ ନିଶ୍ଚୟ ଶିବଙ୍କୁ ପୂଜା କରନ୍ତୁ। ମହାଦେବ କେବଳ ଭାବର ଭୋକି ନୁହନ୍ତି ଆଜ୍ଞା, ସେ କୌଣସି ଆଡ଼ମ୍ବର ଚାହାନ୍ତି ନାହିଁ। ଗୋଟିଏ ଲୋଟା ଜଳ ଓ ଗୋଟିଏ ବେଲପତ୍ରରେ ମଧ୍ୟ ସେ ପ୍ରସନ୍ନ ହୋଇଯାଆନ୍ତି। ଏହି ଶ୍ରାବଣ କୃଷ୍ଣ ଚତୁର୍ଦଶୀରେ ନିଜ ମନରୁ ଥିବା ଅହଙ୍କାରକୁ ତ୍ୟାଗ କରନ୍ତୁ ଏବଂ ପ୍ରଭୁ ଭୋଳାନାଥଙ୍କ ଶରଣାପନ୍ନ ହୁଅନ୍ତୁ। ଯଦି ଆପଣଙ୍କୁ ମହାଦେବଙ୍କର ଏହି ରହସ୍ୟମୟ କଥା ପସନ୍ଦ ଆସିଲା, ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ପ୍ରିୟଜନମାନଙ୍କ ସହ ସେୟାର କରନ୍ତୁ ଏବଂ ଏହିପରି ଆଧ୍ୟାତ୍ମିକ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଶ୍ରୀ ମହାକାଳ। हर हर महादेव, हर हर महादेव, हर हर महादेव, शिव शंभु काशी विश्वनाथ महादेव। प्रभु भोलानाथ समस्तंकर मनोकामना पूरण करंतु, समस्तंकु आशीर्वाद करंतु। ए विश्वर मंगलमय हो, ए विश्वर कल्याण हो। जय श्री जगन्नाथ।